ଘରକୁ ଫେରିଲି ମୁଁ ସୁଟିଂରୁ ଦେଖିପାରୁଥିବେ ମୋ ମୁହଁରେ ଲାଗିଛି କିଛି ଗୋଟେ। ଏଇଟା କ'ଣ ମୁଁ କହୁଛି? ଆକ୍ଚୁଆଲି ଦିନବେଳା ଆମ ମ୍ୟାଡ଼ାମ୍ ମୋ ସ୍ତ୍ରୀ ମୋତେ କଲ୍ କରିଥିଲେ 2-3 ଥର। ମୁଁ ଉଠେଇ ପାରିଲିନି କାରଣ ମୁଁ ଆଜି ଆଉଟଡୋର୍ ସୁଟ୍ ଥିଲା, ବ୍ୟସ୍ତ ଥିଲି। ସନ୍ଧ୍ୟାବେଳେ ତାପରେ ଆମ କଷ୍ଟ୍ୟୁମ୍ ଟୋକା ତାକୁ ଫୋନ୍ କରି କହିଛନ୍ତି ଯେ ଭାଇଙ୍କୁ କହିବା ଫୋନ୍ କରିବେ। ମୋତେ ସେ କହିଲା ଭାଇ ଦିଦି କଲ୍ କରିଥିଲେ ଏମିତି ଆଉ କଲ୍ ବ୍ୟାକ୍ କରିବ। ମୁଁ ଏଠୁ ଭାବିଲି ବୋଧେ କ'ଣ ଅର୍ଜେଣ୍ଟ ଥିବ। ମୁଁ ଏଠୁ ଫୋନ୍ କଲି। ମ୍ୟାଡ଼ାମ୍ କହିଲେ ବାଥରୁମ୍ରେ ଗୋଟେ ବେଙ୍ଗ ପଶିଛି ଆଉ ମୁଁ ତାକୁ ଡରିକି ବାଥରୁମ୍ରେ ପଶିନି, ତମେ ଆସିଲେ ତାର କ'ଣ ଗୋଟେ ବ୍ୟବସ୍ଥା କର, ତାକୁ କାଢ଼, ତାପରେ ଯାଇ ମୁଁ ଗାଧେଇବି। ଘଟଣାଟା ଏତିକି। ସଣ୍ଡେ ତାର ଛୁଟି, ମୋର ଆଜି ସୁଟିଂ ଥିଲା। ମୁଁ କହିଲି ହଉ ଠିକ୍ ଅଛି। ଘରକୁ ଆସିଲି। ତାପରେ ସେ ମୋତେ କାମରେ ଲଗେଇଦେଲେ, ତମେ ସେ ବେଙ୍ଗ କାଢ଼, ବେଙ୍ଗ କାଢ଼, ବେଙ୍ଗ କାଢ଼। ମୁଁ ତାପରେ ତାକୁ ମନ କରି ସତ କଥାଟି କହିଲି। ସେ ବେଙ୍ଗଟା ଆକ୍ଚୁଆଲି 2 ଦିନ ହେଲାଣି ବାଥରୁମ୍ରେ ଅଛି। ଯେଉଁ ଜୋରରେ ବର୍ଷା ହେଇଛି, ସେ କେଉଁ ସ୍କାଇଲାଇଟ୍ ପଟେ ବୋଧେ ପଶିଯାଇଛି। କାଠ ବେଙ୍ଗ କାନ୍ଥ ଉପରେ ଚଢ଼ି ଯାଆନ୍ତି, ସେଇଟା ପଶିଯାଇଛି। ମୁଁ ତାକୁ ଦେଖିଛି। ମୁଁ ଟିକେ ଜୀବଜନ୍ତୁ ଭଲ, ତେଣୁ ମୁଁ ମୋ ମ୍ୟାଡ଼ାମ୍କୁ କହିଲି ସେ 2 ଦିନ ହେଲା ଏଇଥିପାଇଁ ଦେଖିନି କାରଣ ତାର ମୁଁ ତାକୁ ଗଲାବେଳକୁ ସକାଳେ ପାଣି ମାରିଦିଏ, ଯେଉଁ ଆମ ଜେଟ୍ ସ୍ପ୍ରେରେ ତାକୁ ଠେଲି ନେଇକି ଗୋଟେ କଣରେ ଲୁଚେଇ ଦିଏ। ଆଜି ମୋର ମନେ ନଥିଲା। ତ ମ୍ୟାଡ଼ାମ୍କୁ କହିଲି ନାଇଁ ଯିବେ ଦୟା ସର୍ବେ ଭବନ୍ତୁ ସୁଖିନ। ପୁଣି ଲାଗିଯିବ ଏପଟ ଗାଲରେ, ଦେଖିବ ନା ଏପଟ ଗାଲଟା ବାକି ଅଛି। ଭିଡିଓ କଲ୍ ଦେଖ ମେଘ କାଢ। ମ୍ୟାଡ଼ାମ୍ ଅଟା ଚକଟୁଥିଲେ। ଅଟା ଚକଟା ଛାଡ଼ି ଆସିକି ମୋ ମୁହଁରେ ଲଗେଇ ଦେଇକି ପଳେଇଲେ। ୟୁ ଡିଜର୍ଭ ଇଟ୍। ମୁଁ କିଛି ଭୁଲ କହିଲି ଆପଣମାନେ ଜଣାନ୍ତୁ କମେଣ୍ଟ ସେକ୍ସନ୍। ମୁଁ କିଛି ଭୁଲ କହିଲି? ଯିବେ ଦୟା କମେଣ୍ଟରେ ଜଣାନ୍ତୁ। ସୋ ଫାଇନାଲି ମୁଁ ବେଙ୍ଗଟିକୁ ଧରି ଦେଇଛି। ହେ ମୋ ମନର ମଣିଷ, କୁହ 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 କୁହ। ଶ୍ରୀ ସ୍ୱୟଂ ଅଭିଜିତ, ଆଗ କୁହ। ଠିକ ହେଲାନି ତାପରେ ତାକୁ ଛାଡ଼ିଦେବି। କୁହ ଶ୍ରୀ ସ୍ୱୟଂ ଅଭିଜିତ ପାତ୍ର, ତମେ ଦୁନିଆର ସବୁଠୁ, କୁହ ତମେ ଦୁନିଆର ସବୁଠୁ ଭଲ ମଣିଷ, ଦୁନିଆର ସବୁଠୁ ହ୍ୟାଣ୍ଡସମ୍ ମଣିଷ। କୁହ ତମେ ତମେ ହଉ ବର୍ତ୍ତମାନ ତାକୁ ସେଫଲି ଆମେ ବାହାରେ ଛାଡ଼ିଦେବା। ପୋଖରୀ ଗାଡ଼ିଆରେ ଆଗରେ ବିଲ ଅଛି। ଯା ଚାଲ ତ ଛାଡ଼ିକି ଆସେ। ଟାଟା ବାଇ ବାଇ।